ମୁଁ ତ ଗୋଟିଏ କଥା ଭାବେ ଯେ ବେଳେ ବେଳେ ମଣିଷ ଯେତେବେଳେ କୁହେ ମୁଁ ଏକୁଟିଆ ସବୁ କରିଛି, ମୋତେ ସେଇଠି ବଡ଼ ଆଶ୍ଚର୍ଯ୍ୟ ଲାଗେ। ଆପଣମାନେ ଦେଖନ୍ତୁ, ଯେତେବେଳେ ଗୋଟିଏ ମାତୃଗର୍ଭରେ ଗୋଟିଏ ପିଲାର ପରିପ୍ରକାଶ ହୁଏ, ସେତେବେଳେ ସେ ନିଜେ ନିଜେ ବାହାରି ଆସେନି, ସେ ଭଗବାନଙ୍କର ଆଶୀର୍ବାଦରେ ସେ ଭ୍ରୂଣରୁ ଛୋଟରୁ ବଡ଼ ହେଲା ଏବଂ ତା ପାଇଁ ମାଟିଏ ଖୋରାକ ଯୋଗାଇଲା ଖାଦ୍ୟପେୟରେ। ଧୀରେ ଧୀରେ କେମିତି ପିଲାଟି ଶିଶୁଟି ସୁସ୍ଥ ଭାବରେ ଜନ୍ମ ନେବ, ମା ବାପାଙ୍କର ମାନେ ସବୁବେଳେ ଗୋଟେ ଭଲ ପାଇବା ତା ଉପରେ ରହିଲା, ଆଶୀର୍ବାଦ ରହିଲା। ତାହେଲେ କେହି ଜଣେ ସେ ପିଲାକୁ ପରିପ୍ରକାଶ କଲା, କେହି ଜଣେ। ସେ ପିଲାଟି ଯେତେବେଳେ ଜନ୍ମ ନେଉଛି ତାକୁ ଏକା କେବଳ ମା ସ୍ନେହ ମମତା ଦଉନି, ମା କେବଳ କ୍ଷୀର ଦଉଛି, ଛୋଟରୁ ବଡ଼ କରୁଛି, କିନ୍ତୁ ତାର ପରିବାରରେ ସମସ୍ତେ ତାକୁ ସ୍ନେହ ଦଉଛନ୍ତି, ଖାଦ୍ୟପେୟ ଖୋଇବାରେ ସାହାଯ୍ୟ କରୁଛନ୍ତି। କେହି ଜଣେ ଏଠି ସେ ନିଜେ ନିଜକୁ ଛୋଟରୁ ବଡ଼ ହେଲା। ଯେତେବେଳେ ପାଠ ପଢ଼ିଲା ସେତେବେଳେ କେହି ଜଣେ ତାକୁ ଶିକ୍ଷା ଦେଲେ। ସେ ପ୍ରାଥମିକ ସ୍ତରରୁ ତା ଘର ଭିତରେ ଯୋଉ ଚାହାଳି ହଉଛି ଘର ପାଖରେ, ସେ ଚାହାଳିକି ଗଲା କେହି ଜଣେ ଶିକ୍ଷକ। ପରିବାରରେ ଅନ୍ୟମାନେ ତାକୁ ପାଠ ପଢ଼େଇଲେ। ବିଦ୍ୟାଳୟକୁ ଗଲା ପରେ ପ୍ରାଥମିକ ଶିକ୍ଷକମାନେ ପ୍ରାଥମିକ ସ୍କୁଲରେ ତାର ଶିକ୍ଷା ସମାପ୍ତ ହେଲା ଏବଂ ସେଠୁ ଗଲା ପରେ ଆଉ କେହି ଜଣେ ହାଇସ୍କୁଲ ସ୍ତରକୁ ଗଲା ପରେ, ହାଇସ୍କୁଲ କଲେଜ ଅନ୍ୟ ଶିକ୍ଷକମାନେ ତାକୁ ପାଠ ପଢ଼େଇଲେ ଏବଂ ଯେତେବେଳେ ପାଠ ପଢ଼ି ସାରିଲା ପରେ ଯୋଉ ଚାକିରି କରୁଛି ତାକୁ କେହି ଜଣେ ତାକୁ ଚାକିରି ଦଉଛି ଏବଂ ଶେଷରେ କେହି ଜଣେ ତାକୁ ସମସ୍ତେ ମିଶିକିରି କେହି ତାକୁ ସଂସ୍କାର କରୁଛନ୍ତି, ନିଜେ ନିଜେ କହୁନାହାନ୍ତି। ତାହେଲେ ଆମେ ସେଠୁ ଭାବିବା ଦରକାର ଯେ ପ୍ରକୃତରେ ଆମେ କିନ୍ତୁ ମୁଁ ନିଜେ କିଛି ନୁହେଁ, ମୋ ପାଇଁ ପରସ୍ପର ଭାବରେ ଗୋଟେ ସହାନୁଭୂତିଶୀଳ ଯେତେବେଳେ ଆମେ ଅଛେ, ଆମେ 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 ନିଜେ ନିଜକୁ କିଛି କରୁନେ। ତେଣୁ ମୁଁ ସେଇ କଥା ଭାବେ, ଗୋଟେ ଗୋଟେ ମା ଚାଲିଗଲା ପରେ ଆମେ ବେଳେ ବେଳେ କିଛି ଭାବୁନା ଯେ ପଣତ କାନି କଥା କେବେ ଭାବୁନା। ଆମେ ସବୁ କଥା ଭାବିବା ଭିତରେ ଆମେ ଯଦି ଗୋଟିଏ କଥା ଭାବିବା ପଣତ କାନି, ତାହେଲେ ମତେ ଲାଗେ ପଣତ କାନି ଯେତେବେଳେ ଛୋଟ ପିଲାଟିଏ ଧୂଳି ଦୂଷିତ ଧୂଳି ଭିତରେ ଲୁଣୁବୁଡ଼ି ହେଇକରି ଝାଳ ଫାଳ ହେଇକରି ଯେତେବେଳେ ଯାଉଛି, ତା ମା ଦେଖିଦେଲା ପରେ ତା ପଣତ କାନିରେ ସେ ନିଜେ ପୋଛି ଦଉଛି। ତାହେଲେ ତାମାନେ ସାନିଟାଇଜ କରୁଛୁ। ଯୋଉ 2 ବର୍ଷ ଚାଲିଗଲା ଆମର କରୋନା, ସାନିଟାଇଜର ବ୍ୟବହାର କଲେ, ତେଣୁ ମାର ପଣତ କାନି ହଉଛି ଗୋଟେ ବେଷ୍ଟ ସାନିଟାଇଜର। ତାପରେ ଆମ ମାର ପଣତ କାନି ମା ଆମେ ଦେଖିଛୁ ଯେତେବେଳେ ରୋଷେଇ ମାଟି କରେ ସେତେବେଳେ ମାନେ ଭଲ ଭଲ କପଡ଼ା, ଭଲ ଭଲ ରୁମାଲ ସବୁ ଥାଇକି କାହିଁକି କେଜାଣି ହଠାତ୍ ସେ ରୋଷେଇ କଲା ଭିତରେ ଯେତେବେଳେ ଡେକ୍ଚି କଡ଼େଇଆକୁ ଉଠାନ୍ତି ନିଜ ପଣତ କାନିରେ ଧରିକି ଉଠେଇକି ଥୋଇକି, ସେ ଭାବେ ନା ମୋ ଲୁଗାଟା କଳା ହେଇଯିବ କି ମଇଳା ହେଇଯିବ। ଆଉ ଗୋଟେ କଥା ଆପଣମାନେ ଜାଣିକିରି ଖୁସି ହେବେ ଯେ ମାର ପଣତ କାନି ଗୋଟେ ଏଟିଏମ୍ କାର୍ଡ। ମାର ପଣତ କାନି କ'ଣ ଏଟିଏମ୍ କାର୍ଡ ଗୋଟେ? ଆପଣ ଦେଖିଥିବେ, ଆମେ ପିଲାବେଳେ ଆମେ ସମସ୍ତେ ମନେ ପକେଇଲେ ଜାଣିପାରିବା। ଯେତେବେଳେ ଗାଁ ଦାଣ୍ଡରେ ଖେଳୁଥିବୁ, ପିଲାମାନେ ଖେଳୁଥିଲେ, ସେତେବେଳେ ଗାଁରେ ଯଦି ଖାଇବା ଜିନିଷ ବୁଟ ମଟର ଚକୋଲେଟ ଏସବୁ ଯାଉଥିବ, କି ଦୋକାନୀ ଯାଉଥିବ, ସେ ପିଲାଟି କାନ୍ଦେ, ଏ ମା ମତେ ଦେ, ମତେ ଯାଉ ଖାଇବି, ସେ ଖାଇବି, ସେ କାନ୍ଦେ। ସେତିକି ବେଳେ ମା କ'ଣ କରେ, ସାଙ୍ଗେ ସାଙ୍ଗେ ତା ପଣତ କାନିରେ ଯୋଉ ଖୁଚୁରା 5 ପଇସା 2 ପଇସା 8 ଆଣା ଯାହା ଥିବ ତାକୁ ସାଙ୍ଗେ ସାଙ୍ଗେ ଫିଟେଇ ଦେଇକିରି ସାଙ୍ଗେ ସାଙ୍ଗେ କିଣିଦିଏ, ପୁଅକୁ ଦେଇଦିଏ, ଝିଅକୁ ଦେଇଦିଏ। ଇଏ ଗୋଟେ ବେଷ୍ଟ ଏଟିଏମ୍ କାର୍ଡ। ଆପଣ ଚିନ୍ତା କରନ୍ତୁ। ତେଣୁ ମାର ପଣତ କାନି ଗୋଟିଏ ଏୟାର କଣ୍ଡିସନ। କ'ଣ ଏୟାର କଣ୍ଡିସନ? ଆପଣ ଦେଖିବେ, ଯଦି ଖରା ହଉଥିବ, ମା ସାଙ୍ଗରେ ଛୁଆ କିଛି ଯାଇଛି, ପିଲାଟା ଝାଳ ହେଇଗଲାଣି, ସାଙ୍ଗେ ସାଙ୍ଗେ ମା କ'ଣ କରିବ, ତା ପଣତ କାନିରେ ସାଙ୍ଗେ ସାଙ୍ଗେ ଘୋଡ଼େଇ ଦେବ, ପୋଛି ପାଛି ଦେବ, ଘୋଡ଼େଇ ଦେବ। ତାପରେ ଗୋଟେ ସୁନ୍ଦର, ଗୋଟେ ଚମତ୍କାର, ଗୋଟେ ଶୀତଳତା ଭିତରେ ସେ ଆରାମ ଲାଗିବ ତାକୁ ପିଲା। ଯେତେବେଳେ ଶୀତ ହେଇଯାଏ ସେତେବେଳେ ମା ସାଙ୍ଗେ ସାଙ୍ଗେ କ'ଣ କରେ, ତା ଛୁଆକୁ
ବଢିଆ ଭେଲଭେଟର କମ୍ବଳଟିଏ ଭଲକି ଘୋରେଇ ଦିଏ, ତା ପାଖରେ ତ କମ୍ବଳ ନଥାଏ, ସେଇ ପଣତକାନି ହଉଛି ତାର କମ୍ବଳ। ସେ ମାର ପଣତକାନି ଏତେ ମହାନ, ଏତେ ମହାନ। ମୁଁ ମୋ ପରବର୍ତ୍ତୀ ବକ୍ତାମାନେ ସବୁ ଅଛନ୍ତି। ମୁଁ ଏ ପରିବାରରେ ମୋର ସମ୍ପର୍କ ମିଟୁ ମହାପାତ୍ର, ପ୍ରଶାନ୍ତ ମହାପାତ୍ର ମୋର ଅତି ପିଲାଦିନର ବନ୍ଧୁ, ସାଥି ପଢ଼ୁଥିଲୁ, ଏ ଘରକୁ ଆସୁଥିଲୁ। ବଡ଼ ବୋଉ ବୋଲି ମୁଁ ଡାକେ। ସ୍ୱର୍ଗତ କମଳା ମହାପାତ୍ର ସିଏ ମୋର ବଡ଼ ବୋଉ ହେବେ। ମୋ ଘର ନାଦିଆ ଠାକୁର ଦାନ ପାଖରେ। ଏଠି ଯେତେବେଳେ ମୁଁ ଆସେ ସେତେବେଳେ ତାଙ୍କର ଗୋଟେ ଆମାୟିକ ମମତା, ଯେମିତି ଗୋଟେ ସ୍ନେହବଳା କଥା, ପଦିଏ କଥା, ବାପା ବ ଏମିତି ଗୋଟେ ଭଲ ଲାଗେ ମୋତେ। ସେ କଥାଟା ବହୁତ ଭଲ ଲାଗେ। ଯାହା ହଉ ଯେତେବେଳେ ତାଙ୍କର ଏଭଳି ଅବସ୍ଥା ହେଲା, ଚାଲିଗଲେ, ସେତେବେଳେ ମିଟୁ ରାତି ପ୍ରାୟ 1:26 ମୋତେ ଫୋନ୍ କଲା। ଫୋନ୍ କରିବା ଭିତରେ ମୁଁ ବୁଝି ସାରିଲି ଯେ କିଛି ଗୋଟେ ହେଇଗଲା। ଏବଂ ସାଙ୍ଗେ କାନ୍ଦିଲା ପରେ ତାପରେ ମୁଁ ତାପରଦିନ ମର୍ଣ୍ଣିଂରୁ ମୁଁ ପଳେଇ ଆସିଲି। ଏ କାମ ଭିତରେ ମୋତେ ହଠାତ୍ କହୁଛି, ଆଜିକି ଠିକ୍ 4 ଦିନ 4ଟା ବେଳକୁ ଠିକ୍ କହୁଛି, ଗୋଟେ ସ୍ମରଣିକା କେମିତି ବାହାରିବ। ଆରେ ସ୍ମରଣିକା ତ ଏତେ ସହଜ କଥା ନୁହେଁ ଯେ ଗୋଟେ ବହି ନିହାତି 8-9 ଦିନ ନିହାତି ଅତି କଷ୍ଟ ମଷ୍ଟେ ବାହାରିବ। କାରଣ ଲେଖା କଲେକ୍ସନ୍ କରିବା, ଲେଖା ତାକୁ ପୁଣି ଏଡ଼ିଟିଂ କରିବା, DTP ହେବ, ଏଡ଼ିଟିଂ ହେବ, ସେ ପୁଣି ପ୍ରେସ୍କୁ ଯିବ, ଏ ତ ବହୁତ କଥା। ତେଣୁ ମୁଁ ଚିନ୍ତା କଲି, କାନ୍ଦୁଛି, କାନ୍ଦିଲା ଭିତରେ ମୋତେ ଟିକେ କଷ୍ଟ ଲାଗିଲା। ମୁଁ କହିଲି ନାହିଁ କରିବା, ତୁ ବ୍ୟସ୍ତ ହନା କରିବା। ଯାହା ହଉ ସେଇ ଯେଉଁ